ନମସ୍କାର ଦର୍ଶକ ବନ୍ଧୁ, ଏମିତି ଏକ କଳାକାର ଯିଏକି ବଲିଉଡ୍ ଜଗତରେ ଏବଂ ତାମିଲ, କନ୍ନଡ଼ ଅନ୍ୟ ଅନେକ ଫିଲ୍ମ ଭାଷାରେ କାମ କରିଛନ୍ତି। ସେ ହେଉଛନ୍ତି ଶ୍ରୀଦେବୀ। 1963 ମସିହା ଫେବୃଆରୀ ମାସ 19 ତାରିଖରେ ଜନ୍ମଗ୍ରହଣ କରିଥିଲେ ଏବଂ 2018 ମସିହାରେ ତାଙ୍କର ମୃତ୍ୟୁବରଣ ହୋଇଥିଲା। ଶ୍ରୀଦେବୀ ହେଉଛନ୍ତି ବଲିଉଡ୍ର ଜଣେ ଏମିତି ଏକ କଳାକାର ଯିଏକି ସେ ପ୍ରଥମ ସୁପରଷ୍ଟାର ଭାବରେ ଜଣାଶୁଣା। ସିଏ ହେଉଛନ୍ତି ବଲିଉଡ୍ ଜଗତରେ ଖ୍ୟାତିନାମ ସମ୍ପନ୍ନ କଳାକାର ଭାବରେ ପରିଚିତ। ମିଷ୍ଟର ଇଣ୍ଡିଆ ଭଳି ଅନେକ ଚଳଚ୍ଚିତ୍ର ଏବଂ ମମ୍, ଇଂଲିଶ ଭିଲିନ୍ସ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ 2018 ମସିହା ଦୁବାଇ ମାସ ଏକ ହୋଟେଲରେ ଗୋଡ଼ ଖସିଯିବାରୁ ବାଥରୁମରେ ତାଙ୍କର ମୃତ୍ୟୁ ଘଟିଥିଲା, ଯାହାକି ବଲିଉଡ୍ ଜଗତରେ ଖ୍ୟାତି ସହିଥିଲା ଏବଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା। ଏବଂ ଶ୍ରୀଦେବୀ ହେଉଛନ୍ତି ଭାରତର ପ୍ରଥମ ଲେଡି ଯିଏକି ପ୍ରଥମ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଅନେକ ଚଳଚ୍ଚିତ୍ରରେ କାମ କରିବା ସହିତ